ରେ ହାତୀ ଦେଖିବା ପାଇଁ ଲୋକଙ୍କ ପ୍ରବଳ ଗହଳି। କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ମଇଦାନକେଲ ଗ୍ରାମ ପଞ୍ଚାୟତର ଦେଓବନ୍ଧ ଗ୍ରାମର ରାସ୍ତା କଡ଼ରେ ଅଛନ୍ତି ଜଙ୍ଗଲୀ ହାତୀପଲ। ସେହି ହାତୀପଲଙ୍କୁ ଦେଖିବା ପାଇଁ ଲୋକଙ୍କ ମନରେ ବେଶ ଆଗ୍ରହ ଦେଖିବାକୁ ମିଳିଛି। ସକାଳୁ ସକାଳୁ ଏଠାରେ ହାତୀ ରହୁଥିବା ଜାଣିବାକୁ ପାଇଲା ପରେ କ୍ଷଣକ ମଧ୍ୟରେ ଚାରିଆଡ଼େ ପ୍ରଚାରିତ ହୋଇଯାଇଥିଲା। ତାପରେ ରାସ୍ତା କଡ଼ରେ ଲାଗିଗଲା ଲୋକଙ୍କ ନାହିଁ ନଥିବା ଗହଳି। ଦୀର୍ଘ ଦିନ ହେଲା ଏ ଅଞ୍ଚଳରେ ହାତୀଙ୍କ ଉତ୍ପାତ ବଢ଼ି ବଢ଼ି ଚାଲିଛି। ଏ ଅଞ୍ଚଳର ଅନେକ ଗ୍ରାମ ହାତୀ ଉପଦ୍ରବର ଶିକାର ହେଉଛନ୍ତି। ରାତିରେ ଯେଉଁ ହାତୀପଲ ଲୋକଙ୍କ ମନରେ ଆତଙ୍କ ଖେଳାଇ ତାଣ୍ଡବ ରଚନା କରିଥାନ୍ତି, ସେହି ହାତୀପଲଙ୍କୁ ଦେଖିବା ପାଇଁ ଲୋକଙ୍କ ମନରେ ବେଶ ଆଗ୍ରହ ଥିବାର ଦେଖିବାକୁ ମିଳିଛି। ସକାଳୁ ଆସି ନ ଖାଇ ନ ପିଇ ହାତୀ ଦେଖିବାର ମଜା ଉଠାଉଛନ୍ତି ସ୍ଥାନୀୟ ଲୋକ। କେବଳ ଯେ ସ୍ଥାନୀୟ ଲୋକ ହାତୀ ଦେଖିବା ପାଇଁ ଗହଳି ଲଗାଇଛନ୍ତି ତାହା ନୁହଁ, ବହୁ ଦୂର ଦୂରାନ୍ତରରୁ ଗାଡ଼ି ମଟର ଧରି ହାତୀ ଦେଖିବାକୁ ଚାଲି ଆସିଛନ୍ତି। ଆଉ ବେଶ ଆନନ୍ଦ ମନରେ ଜଙ୍ଗଲ ମଧ୍ୟରେ ଥିବା ହାତୀପଲଙ୍କୁ ଦେଖିବାର ମଜା ଉପଭୋଗ କରୁଛନ୍ତି। ଛୋଟ ପିଲାମାନେ ମଧ୍ୟ ଏଥିରେ ବାଦ୍ ଯାଇନାହାନ୍ତି। ତାଙ୍କ ସହିତ ମହିଳାମାନେ ମଧ୍ୟ ବଣୁଆ ହାତୀପଲଙ୍କୁ ଦେଖିବା ପାଇଁ ଖୁବ୍ ଉତ୍ସାହ ସହକାରେ ଚାହିଁ ରହିଛନ୍ତି। ଏହି ହାତୀପଲ ରାତିରେ ତାଣ୍ଡବ ରଚନା କରି ଖୁବ୍ ଉଗ୍ର ରୂପରେ ଫସଲ ନଷ୍ଟ କରିବା ସହିତ ଘରଦ୍ୱାର ଭାଙ୍ଗି ଦେଉଛନ୍ତି। ଫସଲ ଯେତିକି ଖାଉନାହାନ୍ତି ତାଠାରୁ 4 ଡବଲ ଦଳି ମକଚି ନଷ୍ଟ କରିଦେଉଛନ୍ତି, ଯାହାଫଳରେ ଚାଷୀକୂଳ ହାତୀ ଉପଦ୍ରବର ଶିକାର ହୋଇ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି। ଯେଉଁ ହାତୀପଲ ରାତିରେ ଭୟଙ୍କର ହୋଇ ଉପଦ୍ରବ କରି ଚାଲିଥାନ୍ତି, ସେହି ହାତୀପଲଙ୍କୁ ଦେଖିବା ପାଇଁ ଲୋକଙ୍କ ମନରେ ଖୁବ୍ ଆଗ୍ରହ ପ୍ରକାଶ କରୁଥିବା ଦେଖିବାକୁ ମିଳିଛି। ସଦରରୁ ରମେଶ ଚନ୍ଦ୍ର ନାୟକଙ୍କ ରିପୋର୍ଟ, ଏବି ନ୍ୟୁଜ୍।